ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୋର ଆଉ ଗୋଟେ ମିନି ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଆଇଥିଲୁ ଦେଉଳପାଟଣା ମୁଣ୍ଡିଆ ଉପରକୁ। ଆଜି ଦେଉଳପାଟଣା ମୁଣ୍ଡିଆ ଉପରେ ଯିବା କାରଣ କାହିଁକିନା ଆଜି ଆମ କଲେଜରେ ଏକ୍ଜାମ୍ ଥିଲା। ଏକ୍ଜାମ୍ ସରିଗଲା ତ କ'ଣ କରିବୁ, ସେ ଆସିଲୁ ହେରି। ଏକ୍ଜାମ୍ ସରିଲା ଯେମିତି ଆମେ ଆଇଛୁ ହେରି ମୁଣ୍ଡିଆ ଉପରକୁ। ମୁଣ୍ଡିଆ ଏଇନା ଦେଇକି ଏଇନା ଉପରକୁ ଯିବୁ ନା, ମୁଁ ଚଢ଼ୁଛି ମୁଣ୍ଡିଆ ଉପରକୁ। ସେଥିପାଇଁ ମୋ ଫୋନ୍ଟା ଟିକେ ସିଏ ବି ଏଇନା କେମିତି ଚଢ଼ୁଛି ଦେଖୁନାହାନ୍ତି, ଗଛ ଦେଇକି ସେ ଚଢ଼ୁଛି। ଛୋଟିଆ ଛୋଟିଆ ରାସ୍ତା ହେଇଛି, କିଏ କେଉଁଠି ଘର ଚଢ଼ିପାରିବ ଏମିତି। ସେ ଜିନ୍ ପ୍ୟାଣ୍ଟ ପିନ୍ଧିଛି, ମୁଁ କଲେଜ ପ୍ୟାଣ୍ଟଟା ପିନ୍ଧିଛି। କଲେଜ ପ୍ୟାଣ୍ଟରେ ତ ଆହୁରି ଟାଇଟ୍ ହେଉଛି ମୋ କଲେଜ ପ୍ୟାଣ୍ଟଟା, ସେଥିପାଇଁ ଭଲରେ ଚଢ଼ି ହେଉନି। ଏଇନା ଦେଖନ୍ତୁ, ମୁଁ ଏଇନା ଉପରକୁ ପଳେଇ ଆଇଲି। ଉପରେ ଆସନ୍ତୁ, ଦେଖନ୍ତୁ କି ଭଳିଆ ଭିଉ, କଷ ଭିଉ ହେଇଛି ଆଜ୍ଞା। କେଉଁଦିନ ଆପଣ ଯଦି ଆସିବେ, ଆସନ୍ତୁ ହେରି ଦେଇକି। ଫେର ସେଠି ଗୋଟେ ହନୁମାନ ମନ୍ଦିର ଅଛି, ଦେଖନ୍ତୁ ପତାକା ବି ଦେଖାଯାଉଥିଲା। ପତାକାରେ ବି ଦେଖାଯାଉଛି, ହନୁମାନ ମନ୍ଦିର ଅଛି। ଭଲ ଲାଗୁଛି ସେ ହନୁମାନ ମନ୍ଦିରଟି ବି, ଭଙ୍ଗା ଲାଗୁଛି। ଏଇନା ଆମେ ଯାଉଛୁ ହେରି। ଏଇଠି ଦେଖନ୍ତୁ, ଏଇନା ଆମେ ଯାଉଛୁ ହେରି ସବୁ ସୁଧା। ସେଇଠି ଦେଖନ୍ତି ହନୁମାନ ମନ୍ଦିରଟା ସେପଟେ ଅଛି। ଏଇଠି ଆପଣ ତ ଦେଖିପାରୁନଥିବେ, ତ ମୁଁ ଆଉ କେଉଁଦିନ ଆଇଲେ ଦେଖେଇବି ଆଉ। କାହିଁକିନା ଆମେ ତଳକୁ ହିଁ ପଳେଇ ଆଇଲୁ। ଦେଖନ୍ତୁ କି ଭଳିଆ ପାହାଚ ହେଇଛି, ବଢ଼ିଆ ଲାଗୁଛି ଜାଗାଟା। ଆପଣ ଯଦି ଆସିବାକୁ ଚାହୁଁଛନ୍ତି ଆସନ୍ତୁ ହେରି, ନଙ୍ଗା ଲାଗୁଛି। ଯଦି ଭଲ ଲାଗିଲା ଗୋଟେ ସବସ୍କ୍ରାଇବ୍ କରିଦେବେ। ଆମେ ଏଇନା ଯାଉଛୁ, ରହିଲି, ଟାଟା।